ଉଭୟ ନାରୀ ଓ ପୁରୁଷ ମନେ ରଖନ୍ତୁ, ଶନିବାର, ମଙ୍ଗଳବାର ଓ ଗୁରୁବାର ଦିନ କପଡ଼ା ଧୋଇଲେ କିମ୍ବା ଚୁଟି ନଖ କାଟିଲେ ଘରେ ଅଭାବ ଓ ଅସୁବିଧା ଦେଖା ଦେଇଥାଏ। ଯଦି ଘରେ ପଇସା ଆସୁଥିଲେ ବି ଅଭାବ ହେଉଥାଏ, ତେବେ ଚାଉଳ କିମ୍ବା ଗହମ ରଖୁଥିବା ବସ୍ତାରେ 11ଟି ତୁଳସୀ ପତ୍ର ସହିତ ଟିକେ କେଶର ମିଶାଇ ରଖିଲେ ତାହା ଦୂର ହୋଇଥାଏ। ଯଦି ମାସକୁ 2 ଥର ଗୋବର ଘଷିରେ ଲୋଚନ ମିଶାଇ ଘରେ ଧୂପ ଦିଆଯାଏ, ତେବେ ଘରେ ସମସ୍ତ ଅଶୁଭ ଶକ୍ତି ଦୂର ହୋଇଥାଏ। ଯଦି ବୁଧବାର ଦିନ 2ଟି ଛୋଟ ହାଣ୍ଡି ନେଇ ଗୋଟିଏ ଲୁଣ ଏବଂ ଅନ୍ୟଟିରେ ମୁଗ ଭର୍ତ୍ତି କରି ଘରେ କୌଣସି ଭଲ ସ୍ଥାନରେ ରଖାଯାଏ, ତେବେ ଘରକୁ ଧନର ଆଗମନ ହୋଇଥାଏ। ଯଦି ବହୁତ ପରିଶ୍ରମ ପରେ ବି ଭାଗ୍ୟ ସାଥ ଦେଉନଥାଏ, ତେବେ ବିଷ୍ଣୁ ମନ୍ଦିରରେ ହଳଦିଆ ବାନା ଲଗାଇଲେ ଦୁର୍ଭାଗ୍ୟ ଦୂର ହୋଇ ଅଭାବ ଅସୁବିଧା ମଧ୍ୟ ଦୂର ହୋଇଥାଏ। ଜୟ ଜଗନ୍ନାଥ। ସ୍ୱାମୀ ନୟନ ପଥଗାମୀ ଭବ ତୁମେ।